ଇଟାଲୀ ଗସ୍ତରେ ଥିବାବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଏକ ସ୍ୱତନ୍ତ୍ର ମେଲୋଡି ଟଫିର ଏକ ପ୍ୟାକେଟ୍ ଉପହାର ସ୍ୱରୂପ ଦେଇଥିଲେ। ଏହି ଟଫି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ ମେଲୋନି। ଏହା ସହିତ ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ମୋଦି ମେଲୋନିଙ୍କୁ ମେଲୋଡି ଟଫିର ଏକ ପ୍ୟାକେଟ୍ ଉପହାର ଦେଉଛନ୍ତି। ବାସ୍ କିଛି ସମୟରେ ଏହା ଇଣ୍ଟରନେଟ୍ରେ ଭାଇରାଲ ହୋଇଥିଲା। ମେଲୋନି ଓ ମୋଦିଙ୍କର ଏହି ଭିଡିଓ, ଯାହାପରେ ଆରମ୍ଭ ହୋଇଥିଲା ଏହି ଟଫିର ଟ୍ରେଣ୍ଡ। ଏହି ଟଫିକୁ ନେଇ ବେଶ୍ ଚର୍ଚ୍ଚା ହେଉଥିବା ବେଳେ ଏହି ଟଫିର ମାର୍କେଟିଂ ମଧ୍ୟ ବଢ଼ିଛି। ଲୋକମାନେ ଏହି ଟଫି ବିଷୟରେ ଜାଣିବା ସହିତ ଏହାକୁ କିଣିବାକୁ ବି ବେଶ୍ ଆଗ୍ରହ କରୁଛନ୍ତି। ଗତକାଲିର ଟ୍ରେଣ୍ଡ ପରେ ପରିସ୍ଥିତି ଏଭଳି ହୋଇଥିଲା ଯେ କିଛି ଅନଲାଇନ୍ କ୍ୱିକ୍ କମର୍ସ ପ୍ଲାଟଫର୍ମ ଯେପରିକି ବ୍ଲିଙ୍କିଟ୍, ଜେପ୍ଟୋ ଏବଂ ଇନଷ୍ଟାମାର୍ଟରୁ କିଛି ଘଣ୍ଟା ମଧ୍ୟରେ ହିଁ ଷ୍ଟକ୍ ଖାଲି ହୋଇଯାଇଥିଲା। ଏହାପରେ ପାର୍ଲେ ଇଣ୍ଡଷ୍ଟ୍ରିର ସେୟାର ମୂଲ୍ୟ ବୃଦ୍ଧି ପାଇଛି। ମେଲୋଡି ଟଫିକୁ ପାର୍ଲେ ପ୍ରଡକ୍ଟ ପ୍ରସ୍ତୁତ କରୁଥିବା ଯୋଗୁଁ ନିବେଶକମାନେ ପାର୍ଲେ ଇଣ୍ଡଷ୍ଟ୍ରିଜରେ ନିବେଶ କରିବା ପରେ ସେୟାର 5% ବଢ଼ିଯାଇଥିଲା। ଭାରତରେ ଟଫି ଇଣ୍ଡଷ୍ଟ୍ରିକୁ ମଧ୍ୟ ବେଶ୍ ଫାଇଦା ମିଳିଛି। ଏନେଇ ଗତକାଲିର ଟ୍ରେଣ୍ଡ ପରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, 2013-14 ପରଠାରୁ ଦେଶରେ ପ୍ରଥମ ଥର ପାଇଁ 167% ବଢ଼ିଛି ଟଫିର ରପ୍ତାନି। ଏଭଳି ଖବର ପାଇବା ପାଇଁ ଆମ ଚ୍ୟାନେଲ ସହିତ ଯୋଡ଼ି ରୁହନ୍ତୁ।